ସମସ୍ତଙ୍କୁ ନମସ୍କାର। ମୁଁ ଆଜି ବାଂଲାଦେଶ ଏବଂ ଭାରତ ଆମର ଦାୟିତ୍ୱ ଓ କର୍ତ୍ତବ୍ୟ କ'ଣ ସେଇ ବିଷୟରେ ଯେହେତୁ ସମସ୍ତ ମିଡିଆଠୁ ଆରମ୍ଭ କରି ସବୁଥିରେ ଚର୍ଚ୍ଚା ହେଉଛି, ମୁଁ ତାରି ଉପରେ କଥା ରଖିବାକୁ ଚାହୁଁଛି। ଏବଂ ଆଜି ବି ମଧ୍ୟ ସତ୍ୟବାଦୀ ଅଞ୍ଚଳରେ ଜଣେ ପଶ୍ଚିମବଙ୍ଗର ଲୋକକୁ ବାଂଲାଦେଶ ଭାବିକିରି ତାକୁ ଆଣ୍ଠେଇବା ଏବଂ ତା ଉପରେ ନିର୍ଯାତନା କରିବା, ମୁଁ ତାକୁ ଦୃଢ଼ ନିନ୍ଦା ମଧ୍ୟ କରୁଛି। ଏବଂ ମୁଁ ଆପଣମାନଙ୍କ ଆଗରେ କହି ରଖିଛି 1947 ମସିହାରେ ଯେତେବେଳେ ପାକିସ୍ତାନ ବିଚ୍ଛିନ୍ନ ହେଇକିରି ଅଲଗା ଦେଶ ଗଠନ କରୁଛି, ସେଇ ସମୟରେ ଆପଣ ପୂର୍ବ ଏବଂ ପଶ୍ଚିମ ପାକିସ୍ତାନ ହେଇକିରି ଦୁଇଟା ସୃଷ୍ଟି ହେଉଛି ଏବଂ ଭାଷା ଭିତ୍ତିକ ହିସାବରେ ଆପଣଙ୍କ ପୂର୍ବ ପାକିସ୍ତାନ ଆପଣ ବାଂଲାଦେଶ ହେଉଛି ଏବଂ ସେଇ ସମୟରେ ଆପଣ ଭାରତବର୍ଷ ତମାମ ସହଯୋଗ କରିଛି ମଧ୍ୟ। ମୁଁ ଆପଣମାନଙ୍କର ବାଂଲାଦେଶର କାରଣ କ'ଣ, କୋଉଥିପାଇଁ ଏ ଯୁଦ୍ଧ ହେଲା, ଯେ ଶେଖ୍ ହାସିନା ଯେତେବେଳେ କୋଟା ବ୍ୟବସ୍ଥା 30% ବୃଦ୍ଧି କରି ଆପଣ ମୁକ୍ତି ସଂଗ୍ରାମ ମାନଙ୍କୁ ଦିଆଯିବ 30% ଦିଆଯିବ ବୋଲି କହିଲେ ଏବଂ ତାକୁ ସର୍ବୋଚ୍ଚ ନ୍ୟାୟାଳୟ ଏକଥାକୁ ବିଚାର କରି କହିଲେ ନା ଏକଥା ଠିକ ନୁହଁ, ସମସ୍ତଙ୍କୁ ଇକ୍ୱାଲ ହେବା ଦରକାର। ସେଇ ସମୟରେ ଆପଣଙ୍କର ଶେଖ୍ ହାସିନା କହୁଛନ୍ତି ଯିଏ ପାକିସ୍ତାନକୁ ବାଂଲାଦେଶର ମୁକ୍ତି ସମୟରେ ସାହାଯ୍ୟ କରିଥିଲା ଏବଂ ଏଇ ସମୟରେ ସେଇ ଲୋକମାନେ ଏକଥାକୁ ଉଠାଉଛନ୍ତି କହିକିରି ଛାତ୍ର ଆନ୍ଦୋଳନକୁ ଗୋଟେ ବକ୍ତବ୍ୟ ଦେଲେ। ସେଇ କଥାକୁ ନେଇ ଆପଣଙ୍କର ତମାମ ଛାତ୍ର ଆନ୍ଦୋଳନ ତେଜି ଉଠିଲା ଏବଂ ସର୍ବଶେଷରେ ଆମେ ଦେଖିଲେ ସେଠି ଯୋଉ ମିଲିଟାରୀ ମ୍ୟାନ୍ ଥିଲେ ସେମାନେ ଶେଖ୍ ହାସିନାକୁ ଆପଣଙ୍କର ସୁରକ୍ଷା ଦେଇପାରିଲା ନାହିଁ। ଶେଖ୍ ହାସିନା କହିଲେ ଆମେ ତୁମକୁ ଛାଡ଼ିଦେବୁ, ଆପଣ କୁଆଡ଼େ ଯାଉଛନ୍ତି, ଏବଂ ସେ ଆସି କୋଉଠି ରହିଲେ, ଭାରତ ବର୍ଷରେ ରହିଲେ। ଆପଣ ଏବେ କି ଦାୟିତ୍ୱରେ ଅଛନ୍ତି, 2006ରେ ନୋବେଲ ପୁରସ୍କାର ଯିଏ ପାଇଛନ୍ତି ଏବଂ ଯେ ପ୍ରଧାନମନ୍ତ୍ରୀର ଅନ୍ତରୀଣ ଦାୟିତ୍ୱରେ ଅଛନ୍ତି, ସେ ପ୍ୟାରିସ୍ ଯାଇଥିଲେ ଆଉ ମହମ୍ମଦ ୟୁନୁସ୍ ତାଙ୍କୁ ଡକା ହେଇକି ଆସିଲା ଏବଂ ବାଂଲାଦେଶର ସେ ମଧ୍ୟ କହୁଛନ୍ତି ବାଂଲାଦେଶ ଦ୍ୱିତୀୟ ଥର ସ୍ୱାଧୀନ ହେଇଛି ବୋଲି ସେ ଗୋଟେ ବକ୍ତବ୍ୟ ଦଉଛନ୍ତି ଏବଂ ତାଙ୍କର ଗୁରୁ ଦାୟିତ୍ୱ ସେ ନୋବେଲ ପାଇବାର କାରଣ ହେଉଛି ବାଂଲାଦେଶରେ ଏ ଯୋଉ ସେ ଜଣେ ଅର୍ଥନୈତିକ ବିଶାରଦ, ବାଂଲାଦେଶରେ ତମାମ ଆପଣଙ୍କର ଅର୍ଥନୀତି ବ୍ୟବସ୍ଥାକୁ ନେଇକରି ସେ ସଂଗ୍ରାମ କରୁଛନ୍ତି ଏବଂ ମୋଫତରେ କୌଣସି ଜମାନତ ନ ରଖିକି ସମସ୍ତଙ୍କୁ ଋଣ ଦିଆହେବ ଏବଂ ସେଇ କଥାକୁ ନେଇକରି ସେ ସଂଗ୍ରାମ କରୁଛନ୍ତି ଏବଂ ସେଇଥିରେ ପାଇଁ 2006ରେ ସେ ନୋବେଲ ପାଇଲେ। ମୁଁ ଦେଖିବି ବାଂଲାଦେଶରେ ଏବଂ ଭାରତ ସହିତ ବନ୍ଧୁତା ସମ୍ପର୍କ କ'ଣ। ଆପଣ ବାଂଲାଦେଶର ମୁକ୍ତି ସଂଗ୍ରାମରେ ଆପଣ ଶେଖ୍ ମୁଜିବୁର ରେହମାନ ଯିଏ ଶେଖ୍ ହାସିନାଙ୍କ ବାପା ବହୁ ସଂଗ୍ରାମ କରିଛନ୍ତି ଏବଂ ସେଇ ସମୟରେ ଯେତେବେଳେ ପାକିସ୍ତାନର ଲୋକମାନେ ବାଂଲାଦେଶ ଭିତରେ ପଶିକିରି ମାରିବା ପାଇଁ ଚେଷ୍ଟା କରୁଛନ୍ତି ସମସ୍ତ ଆନ୍ଦୋଳନକାରୀ ମାନଙ୍କୁ, ସେତେବେଳେ ଏକ ଦାଢ଼ିଆ ଲୋକଟେ ସମସ୍ତଙ୍କ ଘରେ ଅଛି, ସେ ଫଟୋଟାକୁ ସେ ଦେଖୁଛନ୍ତି ଏବଂ ଦେଖିଲା ପରେ କ'ଣ ଭାବୁଛନ୍ତି ଯେ ଦାଢ଼ିଆ ଲୋକଟା କିଏ, ଏଗୁଡ଼ା ଆମ ଦାଦା ସିଏ, ଏବଂ ସେ ଭାବୁଛନ୍ତି ଏମାନେ ମୋତେ କଟ୍ଟର ହିନ୍ଦୁ ଏବଂ ତାଙ୍କ ଦାଦା ହେଇଥିବେ। ପୁଣି ଆଉ ଜଣଙ୍କ ଘରକୁ ଗଲା ବେଳକୁ ସେ ପୁଣି ସେଇ ଫଟୋଟା ପାଉଛନ୍ତି, କିଏ ସେ ଆମ ଦାଦା ହେବେ। କିନ୍ତୁ ଆମେ ଏଥିରୁ ଶିଖୁଛେ ସେଇ ଫଟୋଟା ହେଉଛି ରବୀନ୍ଦ୍ରନାଥ ଠାକୁରଙ୍କର ଏବଂ ସେମାନେ ଭାରତ ବର୍ଷକୁ କେତେ ଭଲ ପାଆନ୍ତି, ରବୀନ୍ଦ୍ରନାଥକୁ କେତେ ଭଲ ପାଆନ୍ତି। ଆପଣଙ୍କର ଢାକା ସହର ଯିବେ, ଢାକା ସହରଟା ଆପଣଙ୍କ ସୃଷ୍ଟି ହୋଇଛି କୋଉଥିରୁ ଦେଖିବେ। ଆପଣ ଢାକା ସହରଟା ଆପଣଙ୍କର ଗୋଟେ ଢାକେଶ୍ୱରୀ ମନ୍ଦିର, ହିନ୍ଦୁ ମନ୍ଦିର ଅଛି, ସେଇ ଢାକେଶ୍ୱରୀ ହିନ୍ଦୁ ମନ୍ଦିରରୁ ଆପଣଙ୍କର ଢାକା ସହର ହେଇଛି। ଆମେ ଏଥିରୁ ଜାଣିଲେ ରବୀନ୍ଦ୍ରନାଥ ଠାକୁର, ଢାକା ସହର, ଢାକେଶ୍ୱରୀ ଆପଣଙ୍କର ହିନ୍ଦୁ ଦେବାଦେବୀ ସେମାନେ କେତେ ଭଲ ପାଆନ୍ତି ଏବଂ ସେଇଥିରୁ ତାଙ୍କ ଦେଶର, ତାଙ୍କ ରାଜ୍ୟର ନାଁ, ତାଙ୍କ ରାଜଧାନୀର ନାଁ ରଖିପାରନ୍ତି। କେତେ ଭଲ ପାଇବା ଥାଏ। ଏବଂ ଶେଖ୍ ହାସିନାଙ୍କର କିଛି ବକ୍ତବ୍ୟ, କିଛି ଅମାନୁଷିକ କାର୍ଯ୍ୟକଳାପ ତାହା ସେ ଦେଶବାସୀଙ୍କୁ ଅତିଷ୍ଠ କରି ପକାଏ, ସେ ହୁଏ। କିନ୍ତୁ ଆମମାନଙ୍କର ଯୋଉମାନେ ଆମେ କହୁଛେ ଯେ ବାଂଲାଦେଶୀ ଭାରତ ବର୍ଷରେ ରହିପାରିବେ ନାହିଁ ବୋଲି ଏବଂ କହୁଛନ୍ତି ଭାରତବର୍ଷର ବାଂଲାଦେଶର ତମାମ ହିନ୍ଦୁ ମାନଙ୍କୁ ଭାରତ ବର୍ଷକୁ ନେଇ ଆସ। ଆପଣ ଏଇଠି ପୁରୀରେ ଦେଖିବେ ଯେ ଏବଂ ଓଡ଼ିଶାରେ ଦେଖିବେ ବହୁତ ଲୋକଙ୍କର ଘର ନାହିଁ, ଆଜି ବି ଇନ୍ଦିରା ଆବାସ ଖଣ୍ଡେ ସରକାର ଦେଇପାରିଲେ ନାହିଁ, ବହୁତ ଲୋକଙ୍କର ଜମି ନାହିଁ,
କିନ୍ତୁ ଆମ ଭାଇମାନଙ୍କୁ ଆମେ ଜମି ଖଣ୍ଡେ ଜାଗା ଖଣ୍ଡେ ଦେଇପାରୁନି ଗରିବ ନିରୀହ ଲୋକମାନଙ୍କୁ, ବେଳେ ଖାଇଲେ ବେଳେ ଉପାସ। କିନ୍ତୁ ଆମେ କହୁଛେ କ'ଣ, ବାଂଲାଦେଶର ତମାମ ଆପଣଙ୍କର ହିନ୍ଦୁ ମାନଙ୍କୁ ଭାରତ ବର୍ଷକୁ ଆଣିଦିଅ। ତାହେଲେ ଯୋଉମାନେ ଆମେ କହୁଛେ ଆମେ ମାନେ କ'ଣ ତ ଗୋଟେ ଗୋଟେ ଡିସିମିଲ୍ କି ଗୋଟେ ଗୋଟେ ଗୁଣ୍ଠ ଜମି ତାଙ୍କୁ ଦେଇକି ରଖିପାରିବା କି? କିନ୍ତୁ ଏକଥା ସମ୍ଭବ ନୁହେଁ ଆମେ ଭାବୁଛେ। କିନ୍ତୁ ଯୋଉମାନେ କହୁଛନ୍ତି କ'ଣ ଦେଇପାରିବା କି ଆମେ, କିନ୍ତୁ ଆମର ଏଇଠି ଗରିବ ଭାଇ ମାନେ ଯୋଉମାନେ ଘର ନାହିଁ ଦ୍ୱାର ନାହିଁ ଖାଇବାକୁ ନାହିଁ, ଆମେ ତାଙ୍କୁ କ'ଣ ଦେଇପାରିଛେ? ଦ୍ୱିତୀୟ କଥା ହେଲା, ଯେଉଁମାନେ ଆମେ କହୁଛେ ଆପଣଙ୍କର ଏଇଠି ଶୁକ୍ଳ ଛକରେ ମୁଁ କଥା ରଖୁଥିଲି ଯେ କିଛି ସୁଗ୍ରୀବ ସେନା ବୋଲି ଗୋଟେ ସଂଗଠନ, ସେ କହୁଛନ୍ତି ସେ ଯାହାକୁ ବାଡେଇଛନ୍ତି, ମୁଁ ତାଙ୍କ ପାଖକୁ ଯାଇଥିଲି ପ୍ରକୃତର ଘଟଣା ବୁଝିବା ପାଇଁ। ସେ ଜଣେ ହଉଛନ୍ତି ୱେଷ୍ଟବେଙ୍ଗଲର, ଏଠି 30 ବର୍ଷର ବାସିନ୍ଦା। ମୁଁ ଚନ୍ଦନପୁରରେ ତାଙ୍କୁ ଦେଖିଛି, ଜାଣିଛି। ଯେ ତାଙ୍କୁ କହିଲେ ତୁ ଆଇଡେଣ୍ଟି କାର୍ଡ ଦେଖା। ସେ ଆଇଡେଣ୍ଟି କାର୍ଡ ଦେଖେଇ ପାରିଲାନି ବୋଲି ତାକୁ ଆଣ୍ଠେଇଛନ୍ତି, ତାକୁ ମାରିଛନ୍ତି, ତାକୁ ଆଣ୍ଠେଇକି ଚଲେଇଛନ୍ତି। ଏହା କି ପ୍ରକାର ଅମାନବିକତା! ଆପଣ ଯଦି ମୋଦିଙ୍କ କଥାରୁ ଆପଣ ଦେଖିବେ, ଏ ଭାରତ ବର୍ଷରେ ଯେତେବେଳେ ବାଂଲାଦେଶ ଉପରେ ଆକ୍ରମଣ ହେଇଛି, ପ୍ରଥମେ ମୋଦି ଶେଖ ହାସିନାଙ୍କୁ ଭାରତ ବର୍ଷରେ ରଖିଛନ୍ତି। ଏ କଥାକୁ ତ ଡିବେଟ୍ ଉଠୁନି। କିନ୍ତୁ ଜଣେ ବାଂଲାଦେଶୀ ଏଠି ଆସିକି ଆମ ସାହିରେ ଗୋଟେ ବେପାର କରୁଥିଲା କି କ'ଣ କରୁଥିଲା, ବାଂଲାଦେଶ ସବୁ ଯାକ ହଉଛନ୍ତି ଅସହିଷ୍ଣୁ, ଥାନାକୁ କୁହାହଉଛି ନଜର ରଖ, ଆମେ ମାନେ ଠିକା ନେଇଛେ ତାଙ୍କୁ ବାଡେଇବା ପାଇଁ। ଇଏ କି ପ୍ରକାର ଅମାନୁଷିକ ଅତ୍ୟାଚାର! ଆମେ ଏତିକି କଥା ଦେଖିବା ଦରକାର, ବସୁଧୈବ କୁଟୁମ୍ବକମ୍। ଆପଣ ସେଇଥିପାଇଁ ତ ମୋଦି ଆପଣଙ୍କର ଶେଖ ହାସିନାକୁ ଆଣିକିରି ଭାରତ ବର୍ଷରେ ସ୍ଥାନିତ କଲେ ଏବଂ ତାଙ୍କୁ ଗୋଟେ କ'ଣ ଦେଖେଇଲେ, ଗୋଟେ ଭାଇଚାରା ଦେଖେଇଲେ ଏବଂ ଗୋଟେ ସହାନୁଭୂତି ଏବଂ ମାନବିକତା ଦୃଷ୍ଟିରୁ ତାଙ୍କୁ ଆଣି ରଖିଲେ। କିନ୍ତୁ ଆମର ମାନବିକତା, ଆମେ ଯଦି ମୋଦିଙ୍କୁ ପ୍ରଶଂସା କରୁଛେ, ମୋଦି ଆମର ଦେଶର ପ୍ରଧାନମନ୍ତ୍ରୀ ବୋଲି କହୁଛେ, ଯେ ଆମର ମାନବିକତା କ'ଣ? ଏ ସୁଗ୍ରୀବ ସେନା ସମସ୍ତ ବିଜେପିର ଯୋଉମାନେ ହେଇଛନ୍ତି, ଆମର କର୍ତ୍ତବ୍ୟ କ'ଣ? ମିନିମମ୍ ଦାୟିତ୍ୱ ହଉଛି ଅସୁବିଧାରେ ଥିବା ଲୋକଟାକୁ ମିନିମମ୍ ତାକୁ ସହଯୋଗ କରିବା କଥା ଏବଂ ତାର ମାନବିକତା ରକ୍ଷା କରିବା, ତାକୁ ସ୍ନେହ କରିବା କଥା, ଶ୍ରଦ୍ଧା କରିବା କଥା। ଯଦି ସେ ବାହାରୁ ଆଇଛି, ଆମେ ପରା ପଢୁଛେ ବସୁଧୈବ କୁଟୁମ୍ବକମ୍, ସାରା ବିଶ୍ୱ ହଉଛି ଆମର ଭାଇ, ଆମେ କେମିତି ବାଂଲାଦେଶୀ ମାନଙ୍କୁ ବିରୋଧ କରିପାରିବା? ଶେଖ ହାସିନା ତ ଆସି ଭାରତ ବର୍ଷରେ ଅଛନ୍ତି, ଆତ୍ମସମର୍ପଣ କରିଛନ୍ତି, ତାଙ୍କୁ ଆମେ ଆଣିଛେ। ସେ କଥା ତ କାହିଁ ଆମେ କହୁନେ ସେ କାହିଁ ବାଂଲାଦେଶ ଆସିବେ ବୋଲି? ସେ କଥା ତ ନେଇ ଚର୍ଚ୍ଚା ନାହିଁ। ଆରେ ଆମର ଜଣେ ବନ୍ଧୁ, ପଡୋଶୀ ରାଜ୍ୟ। ଏବଂ ମୁଁ ଆପଣମାନଙ୍କୁ ତଥ୍ୟ ରଖିଲି ଯେ ସେମାନେ ବାଂଲାଦେଶୀ ଆମକୁ କେତେ ଭଲ ପାଆନ୍ତି। ଏବଂ ଯୋଉମାନେ ଆମେ କହିବା ଦରକାର, ଯେଉଁ ଖାଲି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଇନି, କେବଳ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଇନି, ଆପଣଙ୍କର ଯେଉଁମାନେ ଶେଖ ହାସିନାକୁ, ସଂଖ୍ୟାଲଘୁ ଲୋକ, ଅସହାୟ ମଣିଷ ଉପରେ କାହିଁକି ରାଷ୍ଟ୍ର ଦମନ କରୁଛି, କାହିଁକି ଏକଥା ହଉଛି? ଧର୍ମଟା ହଉଛି ଗୋଟେ ବ୍ୟକ୍ତିଗତ ବେପାର ହେଇଯାଇଛି। ମୁଁ ଏଇ ଧର୍ମର ଠିକା ନେଇଛି, ମୁଁ ସେଇ ଧର୍ମର ଲୋକଙ୍କ ଉପରେ ଅତ୍ୟାଚାର କରିବି, ସେ କଥା ନ ହଉ। ଭାରତ ବର୍ଷରେ ବସୁଧୈବ କୁଟୁମ୍ବକମ୍ ଏବଂ ସର୍ବଧର୍ମର ସମନ୍ୱୟ ରାଷ୍ଟ୍ର ହେଇକି ରହୁ, ମୁଁ ଏତିକି ଆଶା କରିବି। ଯେଉଁମାନେ ଏତେ ଅସହିଷ୍ଣୁ ହେଇ ପଡିଛନ୍ତି ବାଂଲାଦେଶଙ୍କ ଉପରେ, ବାଂଲାଦେଶ ଆମର ଜଣେ ବନ୍ଧୁ, ଭାଇ ଏବଂ ପାଖ ପଡୋଶୀ ରାଜ୍ୟ ହିସାବରେ ଆମ ପାଖରେ ଶରଣ ପଶିଛନ୍ତି। ଆଉ ଆମେ ଖବରକାଗଜରେ ପ୍ରତିଦିନ ପଢିଛି ବାଂଲାଦେଶ ଏଇଟାକୁ କବ୍ଜା କରି ନେଇଗଲେ। ଆରେ ସେମାନେ ଏ ପଡୋଶୀ ରାଜ୍ୟ, ଆମେ ଗୋଟେ ସହମତିର ସହିତ, ସହଭାଗିତାର ସହିତ ଆମେ ସେ କଥାକୁ ଆପଣ ୟୁନିଭର୍ସାଲ ଡିକ୍ଲାରେସନ ଉଠେଇ ପାରିବା, ଆପଣ ନ୍ୟାସନାଲ ସେଣ୍ଟର ଗଭର୍ଣ୍ଣମେଣ୍ଟ ପାଖରେ ଉଠେଇ ପାରିବା। କିନ୍ତୁ ତା ମାନେ ନୁହଁ ଯେ ତାଙ୍କୁ ଏଠି ଯଦି ଆକ୍ରମଣ କରିବା, ଆମର ଭାଇ ବନ୍ଧୁ ମାନେ ଆପଣ ଯାଉଛନ୍ତି ବାହାରକୁ ପଢିବାକୁ, ଯେ ଆମେ ଯଦି ସେଠି ସେମାନେ କହିବେ ଯେ ହିନ୍ଦୁ ମାନଙ୍କ ମୁସଲମାନ ମାନଙ୍କ ଉପରେ ଯେ ଭାରତ ବର୍ଷରେ ଗୋଟେ ଅସହିଷ୍ଣୁତା ହେଇଛି, ସେମାନେ ମଧ୍ୟ ଆମ ଭାଇ ମାନଙ୍କୁ, ଭଉଣୀ ମାନଙ୍କୁ, ଆପଣ ୟୁକ୍ରେନ ଫ୍ୟୁକ୍ରେନ ଯୋଉମାନେ ଯାଉଛନ୍ତି କି ଚୀନ ଯାଉଛନ୍ତି, ଯୋଉମାନେ ମୁସଲମାନ ରାଷ୍ଟ୍ର, ସେଠି ମଧ୍ୟ ହିନ୍ଦୁ ମାନଙ୍କୁ ବାଡିବାଟା କ'ଣ ଠିକ ହବ? ଆମ ମାନଙ୍କ ମାନେ ଆମେ ଭାବିବା ଏମିତି କୌଣସି ଦେଶରେ, କୌଣସି ଭାରତ ବର୍ଷରେ ନୁହଁ, କୌଣସି ବିଶ୍ୱରେ ମଧ୍ୟ କାହା ଉପରେ ନିର୍ଯାତନା ନ ହଉ ବୋଲି ମୋର ଅପିଲ। ଯୋଉମାନେ ଏଇ ସବୁ ଭୁଲ କାମ କରୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ। ଏବଂ ଜିଲ୍ଲା ପ୍ରଶାସନ, ମୁଁ ତ ଆଜି ଆଇଆଇସି କି ଫୋନ କରିଥିଲି ଯେ କାହିଁକି ଅମାନସିକ ଅତ୍ୟାଚାର ହଉଛି ବୋଲି, ଏବଂ ମୁଁ ଆପଣଙ୍କ ଏସପି କି ମଧ୍ୟ ଅପିଲ କରୁଛି ଏବଂ କଲେକ୍ଟରଙ୍କୁ ଅପିଲ କରୁଛି ଯେ ଏଇ ଅସହାୟ ମଣିଷ ମାନଙ୍କ ଉପରେ କେବେ ବି ନିର୍ଯାତନା ନ ହଉ। ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ଜୟ ହିନ୍ଦ।